ଦେଖନ୍ତୁ ଏଇଟା ସର୍ବଭାରତୀୟ କଂଗ୍ରେସ କମିଟିର ତତ୍ତ୍ୱାବଧାନରେ ଏଇଟା କେବଳ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନୁହଁ, ସାରା ରାଜ୍ୟରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ବିଶେଷ କରି ଆପଣମାନେ ଜାଣିଥିବେ ସୁପ୍ରିମକୋର୍ଟ କିଛି ମାସ ତଳେ ଏକ ଟିପ୍ପଣୀ ଦେଇଥିଲେ ଯେ ଆପଣମାନେ ଯେଉଁ ସବୁବେଳେ ଅଭିଯୋଗ କରୁଛନ୍ତି ଯେ ଉଦ୍ଦେଶ୍ୟମୂଳକ ଭାବରେ ଭୋଟର ଲିଷ୍ଟରୁ କଂଗ୍ରେସ ସମର୍ଥିତ ଲୋକମାନଙ୍କ ନାଁକୁ କାଟି ଦିଆଯାଉଛି। କେବଳ ଆପଣମାନେ ଯେଉଁମାନେ କଂଗ୍ରେସର ନେତୃତ୍ୱ ଆପଣମାନେ ଅଭିଯୋଗ କରୁଛନ୍ତି, କିନ୍ତୁ ଯେଉଁମାନେ ପ୍ରକୃତ ଭୋଟର ଯେଉଁମାନଙ୍କ ନାଁ କାଟିଯାଇଛି ସେମାନେ କାହିଁକି ଅଭିଯୋଗ କରୁନାହାନ୍ତି, ତାକୁ ଦୃଷ୍ଟିରେ ରଖିକରି ସର୍ବଭାରତୀୟ କଂଗ୍ରେସ କମିଟି ତରଫରୁ ଏକ ନିର୍ଦ୍ଦିଷ୍ଟ ଆଲୋଚନା କରାଯାଇଥିଲା ଯେ ପ୍ରତିଟି ବର୍ତ୍ତମାନ ବେଳୁ ପ୍ରତିଟି ବୁଥ୍ ସ୍ତରରେ ସାରା ଭାରତରେ ପ୍ରତିଟି ବୁଥ୍ ସ୍ତରରେ BLA2 ଯେଉଁମାନେ ବୁଥ୍ ଲେବୁଲ୍ ଏଜେଣ୍ଟ ଏବେଠାରୁ ଆପଏଣ୍ଟମେଣ୍ଟ କରାଯିବ। ଯେଉଁମାନେ ସରକାରଙ୍କର ଯେଉଁ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ସ ପ୍ରୋଗ୍ରାମ୍ ଚାଲିଛି ତା ଦେହରେ ଦଳ ତରଫରୁ ସେମାନେ ତାଙ୍କ ସାଙ୍ଗରେ ଯୋଡ଼ି ହେଇକିରି ରହିବେ ବୁଥ୍ ଲେବୁଲ୍ ଅଫିସରମାନଙ୍କ ସାଙ୍ଗରେ, ଏବଂ ସେମାନଙ୍କର ଯେଉଁ କାର୍ଯ୍ୟକଳାପ ରହିଛି କାହା ନାଁ ରହିବ କାହା ନାଁ ନ ରହିବ ଏବଂ କାହିଁକି ଉଦ୍ଦେଶ୍ୟମୂଳକ ଭାବରେ କଟାଯାଉଛି ତାକୁ ତଦାରଖ କରିବା ପାଇଁ ଦଳ ତରଫରୁ BLA2 ମାନଙ୍କୁ ପ୍ରତି ଜାଗାରେ ତାଙ୍କୁ ରଖାଯାଇଛି ଏବଂ ଆପଏଣ୍ଟମେଣ୍ଟ କରାଯାଇଛି। ଏବଂ ପ୍ରତିଟି ନିର୍ବାଚନ ମଣ୍ଡଳରେ ଜଣେ ଜଣେ BLA1 ଆମ ଭଳି BLA1 ପ୍ରତି ନିର୍ବାଚନ ମଣ୍ଡଳ ଯେମିତି ଆଜି ପୁରୀ ସଦର ନିର୍ବାଚନ ମଣ୍ଡଳରେ ହେଉଛି, ସେମାନଙ୍କୁ BLA1 BLA2 ମାନଙ୍କୁ ତଦାରଖ କରିବେ। ତେଣୁ ଆମମାନଙ୍କର କର୍ତ୍ତବ୍ୟ ଆଜି ଏକ ପ୍ରଶିକ୍ଷଣ ଶିବିର ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏକ ପ୍ରଶିକ୍ଷଣ ଶିବିର ପ୍ରତି ନିର୍ବାଚନ ମଣ୍ଡଳ ହେଉଛି। ଆଜି ଆମ ପୁରୀ ସଦର ନିର୍ବାଚନ ମଣ୍ଡଳ ପାଇଁ ଆଜି ଥିଲା। ଏଥିରେ ଆମର ବରିଷ୍ଠ ନେତା ପୁରୀ ଜିଲ୍ଲାର ଜଣେ ଟାଣୁଆ ନେତା ଆମର ସୌଭାଗ୍ୟ ଆମେ ତାଙ୍କୁ ପାଇଥିଲୁ ସତ୍ୟବ୍ରତ ପାତ୍ର, ଯେ ପୁରୀ ଜିଲ୍ଲାର ବି ପୂର୍ବତନ କଂଗ୍ରେସ ସଭାପତି। ତାଙ୍କ ପାଖରେ ସମସ୍ତ ପ୍ରକାର ଅଭିଜ୍ଞତା ଅଛି, ସେ ଜାଣିଛନ୍ତି ପ୍ରକୃତରେ ବୁଥ୍ ସ୍ତରରେ କେମିତି କାମ କରାଯାଏ। ତେଣୁ ତା ଛଡ଼ା ଯିଏ ସରକାରଙ୍କ ସହିତ ଆମର ଯିଏ ଅଛନ୍ତି ପ୍ରତିନିଧି ଅଛନ୍ତି ତାଙ୍କୁ ଆମ ସମସ୍ତଙ୍କୁ BLA2 ମାନେ ଆଜି ଯେଉଁମାନେ ଯୋଗ ଦେଇଥିଲେ ତାଙ୍କୁ ଆମେ ଏଠି ପ୍ରଶିକ୍ଷଣ ଦିଆଯାଇଥିଲା ଯେ ବୁଥ୍ ଲେବୁଲ୍ ଅଫିସରମାନଙ୍କ ସାଙ୍ଗରେ ଆପଣମାନେ କେମିତି ତାଙ୍କ ସାଙ୍ଗରେ ଯେଉଁମାନଙ୍କର ନାଁ କଟିଯାଇଛି କିମ୍ବା ସିଫ୍ଟିଂ ହେଇଛି କିମ୍ବା ମୃତ୍ୟୁ ହେଇଛି ସେମାନଙ୍କ ସାଙ୍ଗରେ କେମିତି ଆପଣ ତାଙ୍କ ସାଙ୍ଗରେ ଯୋଗାଯୋଗ ରଖିବେ, ଯଦି ଭୁଲ ହେଇଥାଏ ତାକୁ ଆପଣମାନେ କେମିତି ଆପତ୍ତି ଅଭିଯୋଗ କରିବେ ସେ ବିଷୟରେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ତାଙ୍କୁ ଏଠି ପ୍ରଶିକ୍ଷଣ ଦିଆଯାଇଥିଲା। ଏବଂ ଆଗକୁ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଏକ ସୁମଗନ କେନ୍ଦ୍ର ଯେଉଁମାନେ ତାଙ୍କୁ ସହାୟତା କେନ୍ଦ୍ର ଏକ ଖୋଲାଯିବ, ଯେଉଁଥିରେ BLA2 ମାନେ ଯେଉଁମାନେ ଆପତ୍ତି ଅଭିଯୋଗ କରିବାକୁ ଚାହୁଁଛନ୍ତି ଲୋକମାନେ ତାଙ୍କୁ କେମିତି ସହାୟତା ପ୍ରଦାନ କରିବେ ସେ ବିଷୟରେ ବି ତାଙ୍କୁ ଗାଇଡାନ୍ସ ଦିଆଯିବ। ଆଜି SIR ଭୋଟିଂ ଉପରେ ଯେଉଁ ଗଣ୍ଡଗୋଳ ହେଇଛି ସବୁ ତାରି ବିଷୟରେ ଆମର ଟ୍ରେନିଂ କ୍ୟାମ୍ପ BLA2 ମାନଙ୍କୁ ଦିଆଯାଉଥିଲା। ଏଇଟା AICC ଆଉ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମ ଏବଂ ବହୁତ ସେଥିରେ ହେରଫେର ହେଇଛି ବୋଲି ଆମେ ସନ୍ଦେହ କରୁଛୁ। ତେଣୁକରି ତାକୁ ସଠିକ୍ ଭାବରେ କିପରି କାର୍ଯ୍ୟ କରାଯିବ ଏବଂ ତଦାରଖ କରାଯିବ ଏବଂ ଯେଉଁମାନଙ୍କ ନାଁ ଅନ୍ୟାୟରେ କଟିଥିବ ତାକୁ କିପରି ଭାବରେ ପୁଣି ଯୋଡ଼ାଯିବ, ସେଥିପାଇଁ କିପରି ଆମ BLA2 ମାନେ ନେତାମାନେ ସକ୍ରିୟ ଭାବରେ କାର୍ଯ୍ୟ କରିବେ ସେ ବିଷୟରେ ଆଲୋଚନା ଆଜି ଥିଲା। जो नूतन भोटर लिस्ट कराई तो बहुत अनियमितता देखा बहुत अनियमितता अच्छी कांग्रेस किभली प्रभाव रही कांग्रेस आगे प्रथम अटेंड करिवो सेठी करिवो जोटी BLO माने कोऑपरेट न करिवे सेति पे विरोध करा जिवो सेठी नहीं कटा जाई जोडा विरोध करा जिवो ताकू सब हम आगो चेक कर सरू BLO माने पाखरे जाई को कारणरू काटिछि हम कहि सरंतु जदि से हमकु बुझी दी परिवे सठी भाবে को कारण कटिछि आमे बुझिला परे यदि बुझी पारिलु भल कथा, अदरवाइज आमे विरोध करिवु ताकू जे अन्याय भावे कटा जिवि को डॉक्यूमेंट हेले तमरो होई परिवो आमे से कथा दबु जोगै दबु।